ଦେଖନ୍ତୁ ଯଦି ବର୍ଷା କଥା କହିବା ଗତକାଲି ବୁଢ଼ାବଳଙ୍ଗ ବେସିନ୍ରେ 55 mm ବର୍ଷା, ମହାନଦୀର ହୀରାକୁଦର ଉପରମୁଣ୍ଡରେ 33 ମିଲିମିଟର ବର୍ଷା, ମହାନଦୀର ହୀରାକୁଦରୁ ଖଇରମାଳ ଭିତରେ 34 ମିଲିମିଟର ବର୍ଷା ହେଇଛି। ଏଇଟା ହେଉଛି ବେସିନ୍ ଲେଭେଲର। ଯଦି ସ୍ପଟ୍ ରେନଫଲ୍ ଆମେ ଦେଖିବା ଗତକାଲି ସମ୍ବଲପୁର ରେଙ୍ଗାଲିରେ ହେଇଛି 182 mm, ମୟୂରଭଞ୍ଜର ସାମଖୁଣ୍ଟାରେ 170 mm, ବରଗଡ଼ର ଭଟଲିରେ 159 mm, ମୟୂରଭଞ୍ଜର ବିଶୋଇରେ 129 mm ଏବଂ କଳାହାଣ୍ଡିର ଥୁଆମୁଲ ରାମପୁରରେ 112 mm ହେଇଛି। ତେବେ ପ୍ରଥମେ ଯଦି ଆମେ ହୀରାକୁଦକୁ ଆସିବା, ହୀରାକୁଦରେ ବର୍ତ୍ତମାନ ଆମର 20ଟି ଗେଟ୍ ଦେଇକରି ଜଳ ନିଷ୍କାସନ ହେଉଛି। ସେଠି ବର୍ତ୍ତମାନ ଆମର ଇନଫ୍ଲୋ ରହିଛି 2,95,000 କ୍ୟୁସେକ୍ ଏବଂ ଆଉଟଫ୍ଲୋ ରହିଛି ଯେଉଁଟାକି 20ଟା ଗେଟ୍ ଦେଇକରି ଏବଂ ତତ୍ସହିତ ଆମର ପାୱାର ହାଉସ୍ ଏବଂ କେନାଲ ଗୁଡ଼ାକରେ ସବୁ ମିଶିକି ହେଉଛି 3,34,765 କ୍ୟୁସେକ୍ସ। ତ ରିଜର୍ଭର ଲେଭେଲଟା ଅଛି 609.75 ଫିଟ୍। ତ ଆମର ଏଇ ଯେଉଁ ହୀରାକୁଦରୁ ଯେଉଁ ଜଳ ନିଷ୍କାସନ ହେଲା ସେଇଟା ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ। ପ୍ରାୟ 4ରୁ 4.5 ଲକ୍ଷ ଭିତରେ ତାର ଡିସଚାର୍ଜ ରହିବ ବୋଲି ଆମର ଅନୁମାନ ଅଛି। ଯେହେତୁ ଆମର ଏଠି ଟିକେ ବର୍ଷା ହେଇଛି ଆମର ହୀରାକୁଦରୁ ଖଇରମାଳ ଭିତରେ, ସେଥିପାଇଁ ଏଇଟା ଟିକେ ଅଧିକ ଆସୁଛି। ଆମ ଆଗରୁ ଭାବୁଥିଲୁ 4 ଲକ୍ଷ ଆସିବ ବୋଲିକିରି। ତେବେ ମୁଣ୍ଡଳୀରେ ଆସନ୍ତାକାଲି ଯେଉଁ 4 ଲକ୍ଷ 4.5 ଲକ୍ଷ ସେଇଟା କୌଣସି ଦୃଷ୍ଟିରୁ ଆଲାର୍ମିଂ ନୁହଁ। ସେଇଟା ଆମର ୟା ତଳେ ରହିବ, ଆମର ଡେଞ୍ଜର ଲେଭେଲଠୁ ବହୁତ ତଳେ ରହିବ। ନାଇଁ, ଗେଟ୍ ଖୋଲିବାଟା ହେଉଛି ଆମର ତାର ଡିସିଜନଟା ଗୋଟେ ଡାଇନାମିକ୍ ଡିସିଜନ। ଯେତେବେଳେ ଆମର ଉପରେ ଯଦି ବର୍ଷା ହେଲା, ଅଧିକ ବର୍ଷା ହେଲା କିମ୍ବା ତଳେ କୌଣସି ପରିସ୍ଥିତି ସୃଷ୍ଟି ହେଲା, ତା ଉପରେ ନେଇକି ଆମର ନିଷ୍ପତ୍ତି ନିଆଯାଇଥାଏ। ସେଇଟା ଫ୍ରମ୍ ଟାଇମ୍ ଟୁ ଟାଇମ୍ ଆମର ନିଆଯାଏ। ଆମର ଯେଉଁମାନେ ଅଛନ୍ତି ସେମାନେ ଡିସିଜନ ନେବା ପାଇଁ ସେମାନେ ନିଅନ୍ତି। ଛତିଶଗଡ଼ରେ ବର୍ଷା ହେଉଛି କିନ୍ତୁ ଆମର ଫାଟକ ବି ତ ଚାଲିଛି, ତେଣୁକରି ଦୁଇଟା ଏକ ବାଲାନ୍ସ ହେଉଛି। ବର୍ତ୍ତମାନ ଯେତିକି ଇନଫ୍ଲୋ ଆସୁଛି ପାଖାପାଖି ସେତିକି ତାଠୁ ଟିକେ ଅଧିକ ଆମର ଆଉଟଫ୍ଲୋ ରହୁଛି, ଆଉ ଏବଂ ଜଳଭଣ୍ଡାରର ସ୍ତରଟା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି। ତେବେ ଆଗାମୀ ଦିନରେ ଯଦି ବର୍ଷା ଅଧିକ ହେବ ତେବେ ଆମେ ତା ଉପରେ ପୁନର୍ବିଚାର କରିକି ଯେତିକି ଗେଟ୍ ଦରକାର ହେବ ଆମେ ଖୋଲିବୁ, କିନ୍ତୁ ବର୍ତ୍ତମାନ ସେଭଳିଆ କୌଣସି ପରିସ୍ଥିତି ନାହିଁ। ବୈତରଣୀରେ ଦେଖନ୍ତୁ ୱାର୍ଣ୍ଣିଂ ଲେଭେଲ କ୍ରସ୍ କରିଥିଲା, ଯେହେତୁ ଆମର ଉପରମୁଣ୍ଡରେ ବର୍ଷା ହେଇଥିଲା ଏଟା ୱାର୍ଣ୍ଣିଂ ଲେଭେଲ କ୍ରସ୍ କରିଥିଲା କିନ୍ତୁ ଡେଞ୍ଜର ଲେଭେଲକୁ ଯାଇନାହିଁ। ଆମର ସେଇଟା 18 ପଏଣ୍ଟ ଆମର ବୈତରଣୀ ରହୁଛି 18 ପଏଣ୍ଟ ବର୍ତ୍ତମାନ 07ରେ ଅଛି। ଆମର ଡେଞ୍ଜର ଲେଭେଲଟା ହେଲା 18.33, ତେଣୁ ୱାର୍ଣ୍ଣିଂ ଲେଭେଲଟା 17.83 ସେଇଟା କ୍ରସ୍ କରିଥିଲା ନିଶ୍ଚିତ ଭାବରେ, କିନ୍ତୁ ସେ 18.18ରୁ ସେ ଆଉ ଅଧିକ ବଢ଼ିଲା ନାହିଁ। ତେଣୁ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି, ତେଣୁ କୌଣସି ଅସୁବିଧା ନାହିଁ। ତେବେ ଯଦି ପୁଣି ରେଙ୍ଗାଲିକୁ ଆସିବା, ରେଙ୍ଗାଲି ଡ୍ୟାମ୍ରୁ ଆମର ଯେଉଁଟା ଅଛି ସେଇଠୁ ଆମର 2ଟା ଗେଟ୍ ବର୍ତ୍ତମାନ ଖୋଲା ହେଇକରି ଆମର ଡିସଚାର୍ଜ ହେଉଛି 3,124 କ୍ୟୁମେକ୍ସ ହେଲେ ଏଇଟା ପାଖାପାଖି ଆସିଯିବ ଆପଣଙ୍କର 1,00,000 କ୍ୟୁସେକ୍। ଆଉ ସେଇଠି ଇନଫ୍ଲୋ ହେଉଛି 2,680 ପାଖାପାଖି ଆମର କ୍ୟୁମେକ୍ସରେ ଇନଫ୍ଲୋ ଅଛି। ଆଉ ରିଜର୍ଭର ଲେଭେଲଟା 121.08 ମିଟର ଅଛି। ତେବେ ସେଇଠି ମଧ୍ୟ 2ଟା ଫାଟକ ଖୋଲିବା ଦ୍ୱାରା କୌଣସି ପ୍ରକାର ତଳେ ବନ୍ୟା ପରିସ୍ଥିତି ନାହିଁ। ଆଉ ରହିଲା ବାକି ଯେଉଁଗୁଡ଼ାକ ରହିଲା, ଯେମିତି ମୁଁ ଆପଣଙ୍କୁ ଟିକେ ଆଗରୁ କହିଲି, ବୁଢ଼ାବଳଙ୍ଗରେ ଆପଣଙ୍କର ଅଛି 55 ମିଲିମିଟର ବର୍ଷା, ତା ଦ୍ୱାରା ଟିକେ ଅଧିକ ଆସିବ, କିନ୍ତୁ ଡେଞ୍ଜର ଲେଭେଲ କ୍ରସ୍ କରିବାର ସମ୍ଭାବନା ବର୍ତ୍ତମାନ ନାହିଁ। ଆମର ଏଇଟା ହେଉଛି ଗୋଟେ ଡାଇନାମିକ୍ ପ୍ରୋସେସ୍। ଆପଣଙ୍କୁ ମୁଁ ବର୍ତ୍ତମାନ ଆଜି ଏହି ସମୟରେ ଯାହା ସ୍ଥିତି ଅଛି ସେଇଟା କହୁଛି। ଧରନ୍ତୁ ୟା ପରେ ବର୍ଷା ଆସିଯିବ, ଆମର ଇନଫ୍ଲୋଟା ବଢ଼ିଯିବ, ତାହେଲେ ଆମେ ନିଷ୍ପତ୍ତି ନେବୁ ଅଧିକ ଖୋଲିବା ପାଇଁ। ଆପଣ ଜାଣିଛନ୍ତି ଗତକାଲି ଯେଉଁ ଖୋଲିବାର ଥିଲା ତା ପୂର୍ବଦିନ ବହୁତ ଜୋରରେ ବର୍ଷା ହେଲା, ମାନେ 500 ଉପରକୁ ବି ମହୁଲପାଲି ବୋଲି ଗୋଟେ ଜାଗା ଅଛି ଯେଉଁଠି ବର୍ଷା ହେଲା। ଆପଣ ସେଇ ପରିସ୍ଥିତିରେ ଆମର ଯେଉଁଟା ଏଇଟା ଆମେ ଫୋର୍ସି କରିପାରିବାନି, ଆଗରୁ ଯେତିକି ପ୍ରେଡ଼ିକ୍ସନ୍ ନଥିଲା, IMD ପ୍ରେଡ଼ିକ୍ସନ୍ ନଥିଲା କି ଫିର୍ ବି ବର୍ଷା ହେଲା ଜୋରରେ। ଗତକାଲି ବହୁତ ଜୋରରେ ମାନେ ବେଶୀ ପ୍ରେଡ଼ିକ୍ସନ୍ ଥିଲା, ସେତେଟା ସେ ପ୍ରେଡ଼ିକ୍ସନ୍ ଅନୁସାରେ ବର୍ଷା ହେଇନାହିଁ। ତେଣୁ ଏଇଟା ଗୋଟେ ଡାଇନାମିକ୍ ପ୍ରୋସେସ୍, ଆପଣମାନେ ଜାଣନ୍ତୁ। ତେଣୁ ପରିସ୍ଥିତି ଦେଖିକିରି, ଇନଫ୍ଲୋ ପୋଜିସନ୍ ଦେଖିକିରି, ବର୍ଷାର ପୋଜିସନ୍ ଦେଖିକିରି, ପ୍ରେଡ଼ିକ୍ସନ୍ ଦେଖିକିରି, ତଳମୁଣ୍ଡର ସ୍ଥିତି ଦେଖିକିରି, ବନ୍ଧର ଲେଭେଲ ଯେତିକି ମାନେ ଯେଉଁ ଆମର ଜଳଭଣ୍ଡାରର ସ୍ତର ଦେଖିକିରି, ତାର ରୁଲ୍ କର୍ଭ ଦେଖିକିରି, ସବୁ ଜିନିଷ ଦେଖିକିରି ଆମେ ନିଷ୍ପତ୍ତି ନେବୁ।